ରାତି ଯେତେ ବଢ଼ୁଛି ଶୀତର ପ୍ରଭାବ ମଧ୍ୟ ସେତେ ବଢ଼ୁଛି। ଏହା ସତ୍ତ୍ୱେ ମଧ୍ୟ ତହସିଲ ସମ୍ମୁଖରେ ଧାରଣାରେ ଦେଇଛନ୍ତି ଟ୍ରକ୍ ମାଲିକମାନେ ବସିଛନ୍ତି, ସେମାନଙ୍କର ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ଆଜି ଦ୍ୱିତୀୟ ଦିନ ରହିଛି, ପାଖାପାଖି 10ଟା ବାଜିଲାଣି। ଏ ଶୀତ ପ୍ରଭାବରେ ମଧ୍ୟ ସେମାନେ ଧାରଣାରେ ବସିଛନ୍ତି। ଆମେ ତହସିଲ ସମ୍ମୁଖରେ ରହିଛୁ, ଆପଣଙ୍କୁ ପ୍ରଥମେ ତହସିଲର ଚିତ୍ର ଆପଣ ଦେଖେଇବୁ। ଏ ଦେଖନ୍ତୁ ପୋଲିସ ଭାଇମାନେ ମଧ୍ୟ ମୁତୟନ ରହିଛନ୍ତି, ଯେହେତୁ କୌଣସି ଅଘଟଣ ନ ଘଟୁ। ଯେଉଁମାନେ ଧାରଣାରେ ବସିଛନ୍ତି ଶାନ୍ତିପୂର୍ଣ୍ଣ ଭାବେ, ସେମାନେ ବି ତାଙ୍କର ଯେଉଁ କାର୍ଯ୍ୟକୁ ତୁଲାଇବା କଥା ସେମାନେ ମଧ୍ୟ ଆମେ ତୁଲାଉଛନ୍ତି। ଆମେ ବର୍ତ୍ତମାନ ଭଣ୍ଡାରୀପୁର ତହସିଲ ସମ୍ମୁଖରେ ରହିଛୁ। ଆମେ ଚିତ୍ର ଟିକେ ଆପଣଙ୍କୁ ଦେଖେଇବୁ ଯେ ବର୍ତ୍ତମାନ ସମୟ 10ଟା ପରେ ହେଲାଣି, କିନ୍ତୁ ଶୀତର ପ୍ରଭାବ ମଧ୍ୟ ବଢ଼ୁଛି, କୁହୁଡ଼ି ପ୍ରଭାବ ମଧ୍ୟ ବଢ଼ୁଛି। ଏହା ସତ୍ତ୍ୱେ ଆପଣ ଦେଖିଥିବେ ଖୋଲା ଆକାଶ ତଳେ ଯେଉଁ ସମୟରେ ଲୋକମାନେ ପ୍ରବଳ ଶୀତ ସତ୍ତ୍ୱେ ଘରେ ରହିବା କଥା, ସେହି ସମୟରେ ଯେଉଁମାନେ ଟ୍ରକ୍ର ମାଲିକ ରହିଛନ୍ତି, ସେମାନେ ଆପଣ ଦେଖିଥିବେ କିଭଳି ଭାବେ ଯେ ପାଲ ତଳେ ବସିଛନ୍ତି। ଶୀତର ପ୍ରଭାବ ସତ୍ତ୍ୱେ, କୁହୁଡ଼ିର ପ୍ରଭାବ ସତ୍ତ୍ୱେ ମଧ୍ୟ ଆଜିକୁ 2 ଦିନ ହେବ ଭୋକ ଉପାସର ସହିତ ସେମାନେ ଲଢ଼େଇ ଜାରି ରଖିଛନ୍ତି। ଯେ ସେମାନଙ୍କର ଦାବି ରହୁଛି ଯେ ଯେଉଁମାନେ ରହିଛନ୍ତି ବିଭାଗୀୟ ଅଧିକାରୀ, ଲଘୁ ଖଣିଜ ବିଭାଗର ଅଧିକାରୀ ରହିଛନ୍ତି, ସେମାନେ ତାଙ୍କର ବାଲି ପରିବହନ କରୁଥିବା ଗାଡ଼ି ଉପରେ ମୋଟା ଆକାରର ଫାଇନ୍ କରିବାଠୁ ଆରମ୍ଭ କରି ଜୁଲୁମଗିରି ଯେଉଁଭଳି ଭାବେ ମାଲିକମାନଙ୍କ ଉପରେ ଦେଖାଉଛି, ଏହାକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରାଯାଇଛି। ବିରୋଧ କରିବା ସହିତ ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହେଉଛି ଏଭଳି ବର୍ତ୍ତମାନ ଧାରଣା ଚାଲୁ ରହିବ। ଆମେ ପ୍ରତିକ୍ରିୟା ନେବା, ଅନେକ ମାଲିକମାନେ ରହିଛନ୍ତି। ଆଜ୍ଞା, ବର୍ତ୍ତମାନ ଆମେ ଦେଖୁଛୁ ଧାରଣା କ'ଣ ପାଇଁ ବସିଛନ୍ତି, ଆମେ ଦେଖୁଛୁ ରାତି ଶୀତ କାକରରେ ବର୍ତ୍ତମାନ ବସିଛନ୍ତି। ଆମେ ଆଜ୍ଞା ସରକାରଙ୍କର ପ୍ରଶାସନିକ ଅଧିକାରୀଙ୍କର ଜୁଲମଗିରିକୁ ବିରୋଧ କରି ଆମେ ଏଠାରେ ଧାରଣାରେ ବସିଛୁ। ରାତି ପାଇଲେ 3 ଦିନ ହେଇଯିବ। ଖୋଲା ଆକାଶ ତଳେ ଥଣ୍ଡା କାକରରେ ପଡ଼ି ଆମ ପେଟ ପାଟଣା ପାଇଁ ଆମେ ସଂଘର୍ଷ ଜାରି ରଖିଛୁ। ଆମେ ସରକାରଙ୍କୁ ଏତିକି ନିବେଦନ କରୁଛୁ, ଆମର ଯେଉଁ ଖାଦାନ ଗୁଡ଼ିକରୁ ଲଘୁ ଖଣିଜ ପରିବହନ ହେଉଛି ତାର ଉଚିତ କାଗଜପତ୍ର ଆମକୁ ସେ ଯୋଗାଇ ଦିଅନ୍ତୁ। ଏବଂ ବାଲି ଖାଦାନ ଯେଉଁ ବାଲି ଗୁଡ଼ିକ ଲୋଡ଼ ହେଇକି ଆସୁଛନ୍ତି ଗାଡ଼ି ଗୁଡ଼ିକ, ତାଙ୍କୁ ଉଚିତ ଟିପି ଆମକୁ ଯୋଗାଇ ଦିଅନ୍ତୁ। ଆମର ଏତିକି ଦାବି ସରକାରଙ୍କ ପାଖରେ। କିନ୍ତୁ ସରକାର ଏହା କରିବା ପରିବର୍ତ୍ତେ ଅଯଥା ଗାଡ଼ି ମାଲିକମାନଙ୍କର ଗାଡ଼ିକୁ ରାସ୍ତାରେ ଜୋର ଜବରଦସ୍ତି ଆଣିକି ଥାନାରେ ପୁରଉଛନ୍ତି। ତହସିଲ ଅଫିସରେ ପୁରେଇକି ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି। ବିଭାଗୀୟ ଅଧିକାରୀମାନେ ବର୍ତ୍ତମାନ ଆମର କୌଣସି ସମସ୍ୟାକୁ ସମାଧାନ କରିବା ପାଇଁ କର୍ଣ୍ଣପାତ କରୁନାହାନ୍ତି, କି ଆମ ସହିତ ଆଲୋଚନା କରିବା ପାଇଁ ମଧ୍ୟ ସେମାନେ ଆମ ପାଖକୁ ଆସୁନାହାନ୍ତି। ତେଣୁ ଆମେ 3 ଦିନ ରାତି ପାଇଲେ 3 ଦିନ ଧାରଣାରେ ବସିଛୁ ଥଣ୍ଡା କାକର ଖୋଲା ଆକାଶ ତଳେ। ନିଶ୍ଚିତ ଭାବେ ଶୁଣୁଥିଲେ ଯେ ବିଭାଗୀୟ ଅଧିକାରୀ ଯେଉଁମାନେ ରହିଛନ୍ତି, ତହସିଲଦାର କୁହନ୍ତୁ, ଯେ ମାଇନିଂ ବିଭାଗର ଯେଉଁମାନେ ଅଧିକାରୀ ରହିଛନ୍ତି, ସେମାନେ ମନମୁଖୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ଯେଉଁମାନେ ଟ୍ରକ୍ ମାଲିକମାନେ କରୁଛନ୍ତି। ଯେହେତୁ ସେମାନଙ୍କୁ ଘାଟ ଗୁଡ଼ିକ ଯେଉଁ ବେଆଇନ ଭାବେ ଖୋଲାଯାଇଛି, ସେ ଘାଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ମଧ୍ୟ ଦାବି ହେଉଛି। କାହିଁକିନା ଯେଭଳି ଭାବେ ଘାଟ ବନ୍ଦ ରହିଲେ ସମ୍ପୂର୍ଣ୍ଣ ଭାବେ ଗାଡ଼ି ପରିବହନ ଯେଉଁଭଳି ବାଲି କରାଯାଉଛି ତା ଉପରେ ମଧ୍ୟ ପ୍ରଭାବ ରହିବ। କିନ୍ତୁ ଆପଣ ଦେଖନ୍ତୁ ଏ ଶୀତର ପ୍ରଭାବ ସତ୍ତ୍ୱେ ମଧ୍ୟ ଯେଉଁମାନେ ଟ୍ରକ୍ ମାଲିକ ରହିଛନ୍ତି ସେମାନେ ବସୁଛନ୍ତି। ରାତି ପାଇଲେ ଯେ ପର୍ଯ୍ୟନ୍ତ ବସୁଛନ୍ତି, ସେମାନଙ୍କୁ ମଧ୍ୟ ପ୍ରତିକ୍ରିୟା ନେବା। ଆଜ୍ଞା, ଆମେ ଦେଖୁଛୁ ଇଏ ପ୍ରଚଣ୍ଡ ଶୀତ ପ୍ରଭାବରେ ଆପଣ ଧାରଣାରେ ବସୁଛନ୍ତି। ଆଉ ଆମର ବର୍ତ୍ତମାନ କିଛି ଉପାୟ ନାହିଁ। ସବୁ ପ୍ରକାର ଆମର ତହସିଲଦାର ହଉ କତରୁ ସମସ୍ତ ମାନେ ସରକାରୀ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଆମ ପାଖରୁ ନିରାଶ ହେଲା ପରେ ବର୍ତ୍ତମାନ ଯେଉଁ ଟିପି ଗଭର୍ଣ୍ଣମେଣ୍ଟ ଦେଉଛି ସେ ଟିପିଟାକୁ ଡୁପ୍ଲିକେଟ୍ କରୁଛି। ଆଉ ତ ବିକଳ୍ପ ନାହିଁ, ଗାଡ଼ି ସବୁ ଧରା ପଡ଼ିଛନ୍ତି। 4 ଲକ୍ଷ 5 ଲକ୍ଷ ଆଜ୍ଞା ଆମେ ଦେଇପାରିବୁନୁ। 1,500 2,000 ଗାଡ଼ିରେ ବଞ୍ଚୁଛି, ତା ବି ଦେଇପାରୁନୁ। ଆଜିକି 3 ଦିନ ହେଲା ଆମେ ଏଠି ଧାରଣା, ରାତି ପାଇଲେ 3 ଦିନ, ରାତି ନ ପାଇଲେ 3 ଦିନ ହେଲାଣି ଆମେ ଧାରଣାରେ ବସୁଛୁ। ଆଜି ଆମେ ଯେଉଁ ଜାଗାରେ ବସୁଛୁ ତହସିଲ ଅଫିସର ସାମ୍ନାରେ, କାଲି ଆମେ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖି ବସିଛୁ। ସେ ମହାତ୍ମା ଇତିହାସ କ'ଣ ଆମ ତହସିଲଦାର ମହାତ୍ମା ଗୋଟେ ନାହିଁ ନା, ଦିନେ ଆସିକି ଆମେ ଭେଟିବେ କି ଆମେ କେଉଁ ଥଣ୍ଡା କାକରେ କାହିଁ ପଡ଼ିଛନ୍ତି ଥରେ ପଚାରୁନାହାନ୍ତି, ଦୁଃଖରେ ପଚାରୁନାହାନ୍ତି। ଯାହାକୁ ନେଇକି ଆମେ ସବୁ ବିଲ୍ଡିଂ କତରୁ ଘର ଦ୍ୱାର ସବୁ ବାଗା ହେଉଛି, ତାଙ୍କୁ ଏଭଳିଆ ଅତ୍ୟାଚାର ଦେଉଛି, ଆଉ ଅସହ୍ୟ ହେଇଗଲାଣି। ଶୀତ ଲୋକ କାକର ପଡ଼ୁ, ଆପରେ ତ ଆମର ଆତ୍ମହତ୍ୟା ହେଲା ପର୍ଯ୍ୟନ୍ତ, ଆମେ ମଲା ପର୍ଯ୍ୟନ୍ତ ଏଇଠି ବସିବୁ। ଯେପର୍ଯ୍ୟନ୍ତ ସମାଧାନ ନ ହେଇଥିବ ଆମେ ଏଇଠି ବସିବୁ। ଯେଉଁଠି ଗୋଟେ ମାଜିଷ୍ଟ୍ରେଟ ପାଖରେ ଆମେ ବସୁଛୁ, ସେମାନେ ଆମକୁ ଟିକେ ଆମ କଥାକୁ କର୍ଣ୍ଣପାତ ବି କରୁନାହାନ୍ତି, ଟିକେ ଅନୁନାହାନ୍ତି, ଆମକୁ ଅସମ୍ମାନ କରିକି ଆମେ ଯାଉଛନ୍ତି। ଆଉ କ'ଣ କହିବୁ ଆଜ୍ଞା, ଥଣ୍ଡାରେ ଯିବ ତ ମରୁ ଆମେ ରହିବୁ ଏଇଠି ପଡ଼ିବୁ। ଆଉ ଯେପର୍ଯ୍ୟନ୍ତ ସମାଧାନ ହେଇଥିବ, ସରକାର ଆମ କଥା ନ ବୁଝିବ, ଆମେ ଏଇଠି ରହିବୁ। ଶୁଣୁଥିଲେ ଯେ ଯେଭଳି ଭାବେ ଇ ଧାରଣା ଯେଭଳି ଭାବେ ଚାଲୁ ରହିଛି, ଯେ ଆପଣ ଦେଖୁଥିବେ, ଆମେ ଦେଖାଉଛୁ ଇଏ ତହସିଲ ସମ୍ମୁଖର ଚିତ୍ର
जे शीत प्रभाव एमानकर धारणा चालू रही जेहेतु आज की 2 दिन हम राति पाइले 3 दिन हम से जे पर्यंत वर्तमान सुधा जिला प्रशासन कौन अधिकारी हूँ बा लोक प्रतिनिधि हूँ एमानकर जो न्याज्य दाबी रही वर्तमान सुधा एम सहित आलोचना कले जे पर्यंत जे सेमानकर प्रशासन निकटरे बा सरकार निकटरे दाबी रहिबो जे पर्यंत एमानकर जेभଳି भाबे गाड़ी परिवहन करुवा गाड़ी उपरे जेभଳି भाबे जुलुमगिरी देखौछन विभाग अधिकारी माने से समस्यार समाधान न करिसंती से पर्यंत एभଳି ओ रात्रि बा अनशन रात्रि रे जारी रहिबो। भद्रक भंडारपुर तहसील कार्यालय सम्मुखରୁ सत्यव्रत प्रधान नक्षत्र न्यूज। पवित्र सरस्वती पूजा उपलक्षे बयनिका आनी 10+20% सरकारी रिहाती 31 जनवरी पर्यंत आज ही आसंतु बयनिका आउटलेट बा ऑनलाइन शॉप करंतु बयनिका.com रे।